ଆଜ୍ଞା ନମସ୍କାର। ଆଜି ଲୋକ ମିଡ଼ିଆରେ ପ୍ରସଙ୍ଗ ରଖିଛି ଯେ ଏ ମୁଖା ପିନ୍ଧା ଏ ଛଳନା ଆଉ କେତେ ଦିନ। ଆପଣମାନେ ଜାଣିଥିବେ ଯେ ଗତକାଲି ଠାରୁ ଆମର ରାଜ୍ୟର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି, ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ଆଉ ଗତକାଲି ଥିଲା ରାଜ୍ୟପାଳଙ୍କର ଅଭିଭାଷଣର ଦିନ। ରାଜ୍ୟପାଳଙ୍କର ଅଭିଭାଷଣ ରାଜ୍ୟ ସରକାରଙ୍କର ଗୋଟେ ଗୋଲାପୀ ଚିତ୍ର ରାଜ୍ୟ ସରକାର ଜଣାନ୍ତି ରାଜ୍ୟପାଳଙ୍କ ମାଧ୍ୟମରେ। ରାଜ୍ୟପାଳଙ୍କର ଅଭିଭାଷଣ କାଲି ମୁଖ୍ୟ ପ୍ରସଙ୍ଗ ହେବା କଥା, ତା'ର ଆଲୋଚନା ପର୍ଯ୍ୟାଲୋଚନା ସମାଲୋଚନା ହେବା କଥା। କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ କାଲି ଦିନ ତମାମ ଅରବିନ୍ଦ ମହାପାତ୍ର, ସନା ମହାକୁଡ଼ ଆଉ ଆପଣଙ୍କର ଆସ୍କା MLA ସରୋଜ ପାଢ଼ୀ ତାଙ୍କର ବାଇଟ୍ କାଲି ଦିନ ତମାମ ଆମର ଗଣମାଧ୍ୟମରେ ଛାଇଯାଇଥିଲା, ଯେଉଁଥିରେ କି ସେସବୁ କଥାରେ କାହାର ଆସନ ବଦଳିଗଲା, କିଏ ସ୍ୱାଧୀନ ହୋଇଗଲା, କାହା ଅଫିସରେ କିଏ 8 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି, ଏହା ସାଙ୍ଗରେ ସାଧାରଣ ଲୋକଙ୍କର କୌଣସି ସମ୍ପର୍କ ନାହିଁ, କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରିକି ଯାହା ମୁଖ୍ୟ ପ୍ରସଙ୍ଗ ହେବା କଥା ତାକୁ ଗୌଣ କରିଦେଲେ। ଗୌଣ କ'ଣ, ତାକୁ ସ୍କ୍ରୋଲିଂ କରିଦେଲେ। କେତେବେଳେ କେମିତି ହେଡ଼ଲାଇନ୍ ଷ୍ଟାର୍ଟ ହେଲେ 1 ସେକେଣ୍ଡ 1.5 ସେକେଣ୍ଡ, ତାପରେ ଚାଲିଲା ଏ ବାଇଟ୍ ଚାଲିଲା, ୟା ଉପରେ ତର୍ଜମା ଚାଲିଲା। ଯେତେବେଳେ କି ସେମାନଙ୍କ ମନରେ ବିଲକୁଲ ଦୁଃଖ ନାହିଁ। ଆପଣଙ୍କର ଅରବିନ୍ଦ ମହାପାତ୍ର ହସି ହସି ଉତ୍ଫୁଲ୍ଲିତ ଭାବରେ କହୁଥିଲେ ମୋ ସିଟ୍ ବଦଳିଗଲା, ଭଲ ହେଲା, ମୋତେ ସାମ୍ବାଦିକମାନେ ଦେଖିପାରୁନଥିଲେ, ମୁଁ ଏବେ ସାମ୍ବାଦିକଙ୍କ ସାମ୍ନାରେ ବସିବି। ସନା ମହାକୁଡ଼ କହିଲେ ମୁଁ ସ୍ୱାଧୀନ ଥିଲି, ସ୍ୱାଧୀନ ହୋଇଗଲି। ତେଣୁ ସେମାନେ ସବୁ ଭାରି ଖୁସି, କାରଣ ସେମାନେ ଯାହା ଚାହୁଁଥିଲେ ତାଙ୍କୁ ସେଇଟା ମିଳିଗଲା। ତେଣୁ ସେମାନେ ଭାରି ଖୁସି। ଦୁଃଖ ଲାଗୁଛି ଆମ ସାମ୍ବାଦିକ, ଆମର ଏଇ ଗଣମାଧ୍ୟମମାନଙ୍କୁ, ଆମର ମୁଖପାତ୍ର ଗଣମାଧ୍ୟମମାନଙ୍କୁ, ସେଇମାନଙ୍କୁ ଦୁଃଖ ଲାଗୁଛି। ସେ କ'ଣ କହିଛନ୍ତି, ଅରବିନ୍ଦ ମହାପାତ୍ର ଆଉ କେତେ ଉତ୍ଫୁଲ୍ଲିତ, କେତେ ଖୁସିରେ, ମାନେ ତାଙ୍କ ମୁହଁରେ ଟିକିଏ ବି ଦୁଃଖ ନାହିଁ, ଟିକିଏ ବି ଅପମାନ ବୋଧ ନାହିଁ, ଟିକିଏ ବି ଗ୍ଲାନି ନାହିଁ, କିଛି ନାହିଁ, ସିଏ ବରଂ ଖୁସି। କିନ୍ତୁ କଷ୍ଟ ହେଉଛି ଆମର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ। ଶୁଣି ଦିଅନ୍ତୁ ଖାଲି ଟିକେ କ'ଣ କହୁଛି। ନାଇଁ, ଆସନ ବଦଳିଛି, ମୋତେ ଭଲ ଲାଗିଲା। ଆଗରୁ ଟିକେ ବହୁତ କଣୁଆ ହେଇଯାଉଥିଲା, ଆପଣମାନଙ୍କ ସହିତ ଦେଖା ସାକ୍ଷାତ ହେଇପାରୁନଥିଲା। ଆଜି ଏବେଠୁ ମୋ ସାମ୍ନାରେ ମିଡ଼ିଆ ଅଛନ୍ତି ତ। ଏଇଆ ହେଉଛି ମୂଳ କଥା ଯେ ଏଇ ଯେଉଁ ମୁଖା ପିନ୍ଧିକି ଯେତେବେଳେ ବିଧାନସଭା ଆରମ୍ଭ ହେଉଛି, ଏମିତିଆ ଗୋଟେ ନେରେଟିଭ୍ କରିକି ପ୍ରସଙ୍ଗ ଗୁଡ଼ାକୁ ସବୁ ଘୋଡ଼େଇ ଦେବେ। ମାନେ ସରକାର ବର୍ତ୍ତମାନରେ ଶାସନରେ ଥିବା ବିଜେପି ସରକାରଙ୍କର ଯେତେ ସବୁ ଅପାରଗତାକୁ ଲୁଚେଇବା ପାଇଁ ମାନେ ଗୋଟେ ସୁଚିନ୍ତିତ ଯୋଜନା କରିକି ଏସବୁ ଘଟଣାକୁ ବଢ଼େଇ ଚଢ଼େଇକି ଆଣିକି ଦେଖେଇକି ତା ସାଙ୍ଗରେ 2-3ଟା ବରାଦିଆ ସାମ୍ବାଦିକଙ୍କୁ ଡାକିଦେବେ, ସେମାନେ ତର୍ଜମା କରିବେ, ସେଇ ପୁରୁଣା କଥାକୁ କହି କହି କାନ ବିନ୍ଧେଇ ଦେଲେଣି। ସେ ତାକୁ ଚଲେଇବେ, ତାକୁ କହିବେ, ଏଇଆ ହିଁ କରିକି ଦେଖିବେ ପୁରା ବିଧାନସଭାଟାକୁ ସାରିଦେବେ। ତେଣୁ ମାନେ ଏବେ ଓଡ଼ିଶାରେ ଦେଖନ୍ତୁ କେତେ ସମସ୍ୟା। ଚାଷୀମାନେ 2 ମାସ ହେଲାଣି ଆଜ୍ଞା ହନ୍ତସନ୍ତ ହେଉଛନ୍ତି। 2 ମାସ ହେଲାଣି ମାନେ ରାତି ରାତି ଜଗିକି ବସୁଛନ୍ତି ମଣ୍ଡିରେ, ମିଲର ଆସୁନାହାନ୍ତି ଧାନ ନେବା ପାଇଁ। ମାନେ ତାଙ୍କର ଅବସ୍ଥା ଦିଅଣ୍ଡା ଦିକଡ଼ା ହେଇଗଲାଣି ଚାଷୀମାନଙ୍କର। କେତେ ଗୁଡ଼ାଏ ଧାନ ସବୁ ନଷ୍ଟ ହେଇଗଲାଣି ମଣ୍ଡିରେ ପଡ଼ି ପଡ଼ିକି। ସେ ଗୋଟେ ମୁଁ ଦେଖୁଥିଲି ମାନେ ସେ ଯେଉଁ ଅଖାରେ ଆଣିଛନ୍ତି, ସେ ଅଖା ସବୁ କଣା କଣା ହେଇକି ଧାନ ଗୁଡ଼ାକ ସବୁ ବାହାରି ପଡ଼ିଲାଣି ବାହାରକୁ। ସ୍ୱାସ୍ଥ୍ୟରେ ଦେଖନ୍ତୁ ରକ୍ତ ସଙ୍କଟ, ଯେ ମାନେ ଏବେ ରାଜ୍ୟରେ ରକ୍ତ ସଙ୍କଟ ପ୍ରବଳ। ଆପଣଙ୍କର କେଉଁ ବ୍ଲଡ଼ ବ୍ୟାଙ୍କରେ ମିଳୁନି ରକ୍ତ, ଡୋନର ମାଗୁଛନ୍ତି କମ୍ପଲସରି। ଆଗରୁ ଯେତେବେଳେ ଗୋଟେ ଦେଉଥିଲେ, ପଶ୍ଚିମ ଓଡ଼ିଶାରେ ତ ଆହୁରି ସାଂଘାତିକ। କଣ୍ଟାବାଞ୍ଚିରେ ତ ରକ୍ତ ପାଇଁ ହାହାକାର ଅବସ୍ଥା। ଆୟୁଷ୍ମାନ କାର୍ଡ଼ ବହୁତ ହସ୍ପିଟାଲ ଗ୍ରହଣ କରୁନାହାନ୍ତି, ମାନେ ବହୁତ ହସ୍ପିଟାଲରେ ଟେଷ୍ଟ ନାହିଁ। କିଛି ଦିନ ତଳେ ମୁଁ ଶୁଣିଥିଲି ବଡ଼ମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟେ ବ୍ଲଡ଼ ପ୍ରେସର ମାପିବା ପାଇଁ ଯନ୍ତ୍ରଟିଏ ନଥିଲା। ତେଣୁ ସ୍ୱାସ୍ଥ୍ୟରେ ଗୋଟେ ଏ ପ୍ରକାର ପରିସ୍ଥିତି। ସ୍ୱାସ୍ଥ୍ୟରେ, ଶିକ୍ଷାରେ ଦେଖନ୍ତୁ +2 ଆରମ୍ଭ ହେବ, +2 ପରୀକ୍ଷା ଆରମ୍ଭ ହେବ। +2ର ମୂଲ୍ୟାଙ୍କନ ପାଇଁ ଯେଉଁ ସଂସ୍ଥାକୁ ଦିଆହେଇଛି ସିଏ ଅଲରେଡ଼ି ବ୍ଲାକଲିଷ୍ଟେଡ୍। ସେଥିପାଇଁ ସରକାରଙ୍କ ନିଘା ନାହିଁ କି ଏ ସାମ୍ବାଦିକମାନଙ୍କ ନିଘା ନାହିଁ। ତାକୁ ଷ୍ଟୋରି କରିବେନି, ତାକୁ ଦିନ ତମାମ ବଜେଇବେନି ଯେ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି ବୋଲି। ଆଇନ ଶୃଙ୍ଖଳା କଥା କ'ଣ କହିବା। ମାନେ ପୋଲିସଙ୍କ ମାଆଙ୍କ ବେକରୁ ସୁନା ଚେନ୍ ଛିଣ୍ଡେଇକି ନେଇଯାଉଛନ୍ତି।
ସୁନା ଦୋକାନରେ ପଶିକି ସ୍ପ୍ରେ କରିକି ସୁନା ଲୁଟିକି ନେଇଯାଉଛନ୍ତି। ରାସ୍ତାରେ ଖଣ୍ଡାରେ ହାଣି ପକାଉଛନ୍ତି ଯିଏ ଯାହାକୁ ପାଇଲା। ମାନେ ପୋଲିସିଂର ଉପସ୍ଥିତି କିଛି ଜଣାପଡ଼ୁନି। ତେଣୁ ଏ ପ୍ରକାର ରାଜ୍ୟରେ ପରିସ୍ଥିତି ଏବେ ଆପଣଙ୍କର ଯେଉଁ ଗ୍ରାମାଞ୍ଚଳରେ ଆପଣ ଦେଖିବେ ଯେଉଁ ବାଂଲାଦେଶୀ ଯେଉଁ ବୁଲା ବେପାରୀମାନଙ୍କୁ ସବୁ ନା ଯେଉଁ ବଙ୍ଗଳାର ବୁଲା ବେପାରୀମାନଙ୍କୁ ସବୁ ବାଂଲାଦେଶୀ କହିକି ରାସ୍ତାରେ ଗାଁ ଗହଳ ଭିତରେ ବାଡ଼ିଆ ପିଟା ଚାଲିଛି। ଆପଣଙ୍କର ଗୋଟେ ଦେଖିଥିବେ ଗୋଟେ ବାଛୁରୀକୁ ଉଠେଇକି କିଏ କଚାଡ଼ି ଦେଲାଣି। ଆରେ ବାଛୁରୀଟା କ'ଣ ଦୋଷ କରିଛି? ତେଣୁ ଏ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ରାଜ୍ୟରେ ସାରା ରାଜ୍ୟରେ ପୁରା ଏକଦମ ଗୋଟେ ହାହାକାର ପରିସ୍ଥିତି ସୃଷ୍ଟି ହେଇଛି। ଲୋକମାନେ ଅନେକ ସମସ୍ୟା ଭିତରେ ଦେଇ ଗତି କରୁଛନ୍ତି। ଗୋଟେ ହାହାକାର ପରିସ୍ଥିତି ସୃଷ୍ଟି ହେଇଛି। ସେ ବିଷୟରେ ପ୍ରସଙ୍ଗରେ ଆଲୋଚନା ହେବାର ନାହିଁ। ସେ ବିଷୟକୁ ମୁଖ୍ୟ ପ୍ରସଙ୍ଗ କରିବାର ନାହିଁ। ଆପଣଙ୍କର ଅରବିନ୍ଦ ମହାପାତ୍ରଙ୍କ ସିଟ୍ ବଦଳିଗଲା, ସେଇଟା ହେଉଛି ମୁଖ୍ୟ ପ୍ରସଙ୍ଗ। ତେଣୁ ଏବେ ଯାହା ଯୋଜନା କରୁଛନ୍ତି, ଯେମିତି ବିଜୟ ମହାପାତ୍ରଙ୍କୁ 25 ବର୍ଷ ଧରିକି ମିଡ଼ିଆ ଖବରକାଗଜରେ ନେତା କରିକି ରଖିଲେ, ଏବେ ଅରବିନ୍ଦ ମହାପାତ୍ରଙ୍କ କ୍ଷେତ୍ରରେ ବି ସେଇଆ କରିବା ପାଇଁ ଯାଉଛନ୍ତି। କାହିଁକିନା ଏବେ ପାଟକୁରା ସମୀକରଣ ଆଜ୍ଞା ବଦଳି ଯାଇଛି। ଏବେ ଯେଉଁ କହୁଛନ୍ତି ଇଏ ବି ଆସିକି ବିରୋଧ କଲେ, ସିଏ ଆସିକି ବିରୋଧ କଲେ, ସେ କିଛି ବିରୋଧର ସେଠି ମାତ୍ର ଦୁଇଟା କାରଣ ହେଇଛି। ଗୋଟେ ହେଉଛି ଯେ ସେଠି ବିଜେଡ଼ି ବାଲା ଅଲଗା ହେଇଯାଇଛନ୍ତି, ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଅଲଗା ହେଇଯାଇଛନ୍ତି। ଏତିକି ହିଁ ଘଟିଛି। ଆଉ ଯେଉଁ ସବୁ ଏତେ ବର୍ଣ୍ଣନା କରାହେଉଛି ସେଗୁଡ଼ାକ ସବୁ ଆଜ୍ଞା ଆପଣଙ୍କୁ ଏଣ୍ଟରଟେନମେଣ୍ଟ କରିବା ପାଇଁ, ଆପଣଙ୍କ ସମୟ ନଷ୍ଟ କରିବା ପାଇଁ। କାହିଁକିନା ଆପଣଙ୍କର ଯେହେତୁ ବିଜୟ ମହାପାତ୍ର ସେଠି 25 ବର୍ଷ ହେଲାଣି ନେତା ହିସାବରେ ଗଣା ହେଉଛନ୍ତି, ତେଣୁ ତାଙ୍କର ସେତେବେଳର ଯେଉଁ ସଂଗଠନ ଥିଲା, ସେ ସଂଗଠନର ତାଙ୍କର ସମର୍ଥକ, ନିର୍ଦ୍ଦିଷ୍ଟ ସମର୍ଥକ କିଛି ଅଛନ୍ତି ସେଠି। ଏଟାକୁ କେହି ଅସ୍ୱୀକାର କରିବେନି। ଆଉ ଏବେକାର ଯେଉଁ ପରିସ୍ଥିତି, ସେଥିରେ ବିଜେଡ଼ି ଦଳର ଲୋକମାନେ ଅଲଗା ହେଇଯାଇଛନ୍ତି, ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଅଲଗା ହେଇଯାଇଛନ୍ତି। ଏବେ ଯେଉଁ ଆସିଥିଲେ ଏବେ 2 ଦିନ ତଳେ ମହିଳାମାନେ ବିରୋଧ କରିବା ପାଇଁ, ସେମାନେ ଯେତେବେଳେ ଫେରିକି ଯାଉଛନ୍ତି ମାନେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନରେ ନବୀନ ବାବୁଙ୍କୁ ବିରୋଧ କରିବା ପାଇଁ ଆସିକି ବିରୋଧ କଲେ, ତାପରେ ଫେରିକି ଗଲାବେଳକୁ କହୁଛନ୍ତି ନବୀନ ବାବୁ ଆମ ନେତା, ହସିକି କହିଦେଇ ଯାଉଛନ୍ତି। ତେଣୁ ଏସବୁ ଯେଉଁ ଗପକୁ ମାନେ ବଢ଼େଇ ଚଢ଼େଇ ମାନେ ପୁରା ଫେଣେଇ ଯେଉଁ ଯାତ୍ରା କରିକି ଦେଖାଉଛନ୍ତି, ସେଥିରେ ଲୋକଙ୍କ ସମସ୍ୟା ଆଜ୍ଞା ଲୁଚି ଯାଉଛି। ତେଣୁ ଏ ଯେଉଁ ମୁଖା ପିନ୍ଧା ଛଳନା ଯେଉଁ କରୁଛନ୍ତି ମୁଖପାତ୍ର ଗଣମାଧ୍ୟମ, ଆଉ କିଛି ବରାଦିଆ ସାମ୍ବାଦିକ, ତେଣୁ ସେମାନଙ୍କର ଗୋଟେ ଯୋଜନା ଅଛି ଯେ ବିଧାନସଭା ଆରମ୍ଭ ହେବା ଆଗରୁ ଏଇ ପ୍ରକାର କିଛି ଜିନିଷକୁ ବିଞ୍ଚିଦେଲେ ସରକାର ରକ୍ଷା ପାଇଯିବେ। ଏହା ଲୋକ ସବୁ ଜାଣିଲେଣି, ଲୋକ ସବୁ ବୁଝିଲେଣି। ସେଥିପାଇଁ ଲୋକମାନେ ଏବେ ତାଙ୍କ ମୋବାଇଲରେ ଲୋକ ମିଡ଼ିଆ ସୃଷ୍ଟି କଲେଣି। ଏବେ ସେ ବଡ଼ ବଡ଼ ଗଣମାଧ୍ୟମ ସବୁ ଯେତେବେଳେ ସୋସିଆଲ ମିଡ଼ିଆରେ କ'ଣ ପୋଷ୍ଟ କରୁଛନ୍ତି, ଆପଣ ଦେଖିଥିବେ ଲୋକମାନଙ୍କ ପ୍ରତିକ୍ରିୟା କ'ଣ ଆସୁଛି, କେତେ ମାତ୍ରାରେ ଆସୁଛି। ଆଉ ଖାଲି ଆଉ ସେ ଯେଉଁ ଖମ୍ବ ଦେଖେଇକି ଆମ ଟିଆରପି ଏମିତି ବଢ଼ିଗଲା, ତା ଟିଆରପି କମିଗଲା, ଏସବୁ ଯେଉଁ ଗପ, ସେଗୁଡ଼ାକ ଲୋକଙ୍କର ଆଜ୍ଞା କିଛି ଲାଭ ନାହିଁ କି ସେମାନେ ତାଙ୍କର କିଛି କାମରେ ଆସିବାର ନାହିଁ କି ସେ ଜାଣିଲେ କିଛି ତାଙ୍କର କିଛି ମାନେ ଓଲଟି ଯିବନି। ତାଙ୍କର ଯେଉଁ ସମସ୍ୟା ସାଙ୍ଗରେ ସମ୍ପର୍କ ଅଛି, ସେମାନେ ସେଇ ସମସ୍ୟାକୁ ଜାଣିବା ପାଇଁ ଚାହୁଁଛନ୍ତି, ତା ବିଷୟରେ ଦୁଇ ପଦ ଶୁଣିବା ପାଇଁ ଚାହୁଁଛନ୍ତି। ତେଣୁ ଏସବୁ ମାନେ ଆଡ଼ମ୍ବରପୂର୍ଣ୍ଣ କଥା, ଆପଣଙ୍କର ଅରବିନ୍ଦ ମହାପାତ୍ର ସିଟ୍ ବଦଳିଗଲା କି ସନା ମହାକୁଡ଼ ସ୍ୱାଧୀନ ବିଧାୟକ ହେଇଗଲା, ତ ଏଥିରେ ତାଙ୍କର ସାଧାରଣ ଲୋକଙ୍କର କ'ଣ ମତଲବ ଅଛି? ସେମାନେ ତ ସୁନା ଚାମଚ ଦିଆ ଘରେ ଜନ୍ମ ହୋଇଛନ୍ତି, ତେଣୁ ସୁନା ଚାମଚରୁ କ'ଣ ଭାଙ୍ଗି ଭାଙ୍ଗି ଖଣ୍ଡେ ଦେଉଛନ୍ତି? ତେଣୁ ଏସବୁ ଜିନିଷର କିଛି ନଥାଏ, ଆପଣଙ୍କର କିଛି ସ୍ଥାୟିତ୍ୱ ନଥାଏ। ଏସବୁ ଖାଲି ମାନେ ଲୋକମାନଙ୍କ ମନକୁ ଲୋଭେଇବା ପାଇଁ ଏସବୁ ଡ୍ରାମାବାଜି ଚାଲେ। ତେଣୁ ଲୋକମାନଙ୍କର ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିକି ଧର ବିଧାନସଭାରେ ସେସବୁ ଆଲୋଚନା କେମିତି ହେବ, ସେ ପ୍ରସଙ୍ଗ ଗୁଡ଼ାକୁ ଉଠାଇବା କଥା, ଯାହାକି ବିଧାନସଭାରେ ବିଧାୟକମାନେ ବାଧ୍ୟ ହେବେ ସେ ପ୍ରସଙ୍ଗକୁ ଉଠାଇବା ପାଇଁ। ଆଜି ତ ଜଣେ ବିଧାୟକ, ବୋଧେ ଦେବଗଡ଼ର ବିଧାୟକ, ସିଏ ଧାନ ବସ୍ତା ମୁଣ୍ଡେଇକି ବିଧାନସଭାକୁ ଆସିଛନ୍ତି।
এটা ମୁଖ୍ୟ ପ୍ରସଙ୍ଗ ହେଇକି ଆଲୋଚନା ହେବା କଥା। ସ୍ୱାସ୍ଥ୍ୟ ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ହେଇକି ଆଲୋଚନା ହେବା କଥା। ଆପଣଙ୍କର ବିଦ୍ୟୁତ୍ ନାଁରେ ଯେଉଁ ଲୁଣ୍ଠନ ହେଉଛି ସାଧାରଣ ଗ୍ରାହକମାନଙ୍କୁ, ସେ ବିଷୟ ମୁଖ୍ୟ ପ୍ରସଙ୍ଗ ହେବା କଥା। ଏ କଥା ଗଣମାଧ୍ୟମ ଉଠେଇକି ବିଧାୟକମାନଙ୍କୁ ବାଧ୍ୟ କରିବା କଥା ଯେ ଏ କଥା ବିଧାନସଭାରେ ଉଠାଯାଉ ବୋଲି। ପାନୀୟ ଜଳ କୁହନ୍ତୁ, ଶିକ୍ଷା କୁହନ୍ତୁ, ଆପଣଙ୍କର ଅନେକ ସମସ୍ୟା ଭିତରେ ଲୋକମାନେ ଅଛନ୍ତି, ଆଇନ ଶୃଙ୍ଖଳା। ତେଣୁ ଏଗୁଡ଼ାକୁ ମାନେ ବାରମ୍ବାର ଉଠେଇକି ବିଧାୟକମାନଙ୍କୁ ସରକାରଙ୍କୁ ବାଧ୍ୟ କରିବା କଥା, ବିରୋଧୀ ଦଳମାନଙ୍କୁ ଚେତାଇ ଦେବା କଥା ଯେ ଏଗୁଡ଼ାକ ସବୁ ମୁଖ୍ୟ ପ୍ରସଙ୍ଗ ହେବା କଥା, ଏସବୁ ଆଲୋଚନା ହେଉ ବୋଲି। ତାକୁ ଛାଡ଼ିକି କାହା ସିଟ୍ ବଦଳିବା ତାଙ୍କ ମନରେ ଦୁଃଖ ନାହିଁ, ସିଏ ହସି ହସିକି ଉତ୍ଫୁଲ୍ଲିତ ହେଇକି ଖୁସିରେ କହୁଛନ୍ତି ଆମ ସିଟ୍ ଆଜ୍ଞା ବଦଳିଗଲା, ଭଲ ହେଲା। ସିଏ କହୁଛନ୍ତି ମୁଁ ସ୍ୱାଧୀନ ହେଲି। ଆଉ ସେ ସରୋଜ ପାଢ଼ୀ କହୁଛନ୍ତି 8 ଲକ୍ଷ ଟଙ୍କା ମୋ ଅଫିସରେ ଖର୍ଚ୍ଚ କରୁଛି। କିଏ ବାବୁ ତୁମେ ତ ବିଧାୟକଙ୍କ ଅଫିସରେ ତ ଗୋଟିଏ ଟେବୁଲ, ଗୋଟିଏ ଲ୍ୟାପଟପ୍ କି କମ୍ପ୍ୟୁଟର, ଆଉ 8-10ଟା ଚେୟାର ପଡ଼ିବ, ମଝିରେ ମଝିରେ ଟିକେ 2-3 କପ୍ ଚାହା ଆସୁଥିବ। ଗୋଟେ ବିଧାୟକଙ୍କ ଅଫିସରେ ତ ଏତିକି କାମ। ତମ ଅଫିସରେ 8 ଲକ୍ଷ ଟଙ୍କା କ'ଣ ଖର୍ଚ୍ଚ ହେଉଛି ମାସକୁ? କ'ଣ ସେଠି ହେଉଛି? କ'ଣ ହେଉଛି ସବୁ ଲୋକ ଜାଣିଛନ୍ତି ଆଜ୍ଞା। ଆପଣ 8 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କି 12 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେ କଥା ସବୁ ଲୋକ ଜାଣିଛନ୍ତି। ମାନେ ଓଡ଼ିଶାରେ ଏମିତି କୌଣସି ଅଫିସ୍ ନଥିବ ଯେଉଁଥିରେ କି 8 ଲକ୍ଷ ଟଙ୍କା ଗୋଟେ ଅଫିସରେ ଖର୍ଚ୍ଚ ହେଉଥିବ ମାସକୁ। ଆଉ ଆପଣଙ୍କ ଅଫିସରେ 8 ଲକ୍ଷ ଟଙ୍କା ଖର୍ଚ୍ଚ କରିକି ସେଠି କ'ଣ ଚାଲିଛି, କ'ଣ ହେଉଛି, ଲୋକମାନେ ସବୁ ଜାଣିଛନ୍ତି। ସେଥିପାଇଁ ଲୋକମାନେ ତ୍ରାହି ଡାକିଲେଣି। ଆଉ ସେଗୁଡ଼ାକ ମୁଖ୍ୟ ପ୍ରସଙ୍ଗ। ଯେତେବେଳେ ଗଣମାଧ୍ୟମ ପାଖରେ କିଛି ପ୍ରସଙ୍ଗ ନଥାଏ, ସେ ନେଇକି ସରୋଜ ପାଢ଼ୀ ପାଖରେ ମୁଁ ଲଗାଇଦେବେ ବୁମ୍, ନହେଲେ ପଦୁ ପଣ୍ଡାଙ୍କ ପାଖରେ ଲଗାଇଦେବେ ବୁମ୍, ନହେଲେ ଲାଷ୍ଟକୁ ଯଦି କାହାକୁ ନ ପାଇବେ ଜନତା ମିଶ୍ରଙ୍କ ପାଖରେ ନେଇ ଲଗାଇଦେବେ ବୁମ୍। କ'ଣ ନା ନବୀନ ପାଣ୍ଡିଆନ ବିଷୟରେ 2 ପଦ କହିଦେଲେ ବିରୁଦ୍ଧରେ, ସେ ତାକୁ ଚଲେଇବେ, 15 ଦିନର ଖୋରାକି ମିଳିଯାଏ ତାଙ୍କୁ। ଏଇଆ ତ ଚାଲିଛି ନା, ଆଉ କ'ଣ ଚାଲିଛି? ତେଣୁ ଲୋକ ସବୁ ବୁଝିଲେଣି, ଲୋକ ସବୁ ଦେଖୁଛନ୍ତି, ଲୋକ ଏବେ ତୁଳନା କରୁଛନ୍ତି, ଲୋକ ତମ ମୁଖା ପିନ୍ଧା ଛଳନା ଭାବକୁ ବି ବୁଝି ସାରିଲେଣି। ତେଣୁ ସେଥିପାଇଁ ଲୋକମାନେ ଲୋକ ମିଡ଼ିଆ ସୃଷ୍ଟି କଲେଣି। ଏବେ ଆଉ ତମର ଚାଲିବନି, ସେ ଛଳନା ଚାଲିବନି। ନମସ୍କାର।